ସମସ୍ତଙ୍କୁ ନମସ୍କାର। ପ୍ରେଜ ଲର୍ଡ। ମୁଁ ଆଶା କରୁଛି ଆପଣମାନେ ଭଲରେ ଥିବେ। ଆଉ ଆଜି ଆମମାନେ ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା କରିବା। ନୂତନ ସୃଷ୍ଟି 12 ଗୋଷ୍ଠୀରେ ନାହିଁ କିମ୍ବା ବିଜାତିମାନଙ୍କ ଭାବବାଣୀ ଦେଶରେ ନାହିଁ। ଏ ଉପରେ ଆମମାନେ ଆଲୋଚନା କରିବା। ତା ପୂର୍ବରୁ ଟିକେ ଆମେ ପ୍ରାର୍ଥନା କରିବା। ଧନ୍ୟବାଦ ପ୍ରଭୁ, ସୁନ୍ଦର ସମୟ ଆମମାନଙ୍କୁ ଦେଲ। ଆଉ ଯେ ସମୟ ପାଇଅଛୁ ପ୍ରଭୁ, ବାକ୍ୟ ଶିଖିବା ନିମନ୍ତେ ସାହାଯ୍ୟ କର। ଅନେକ ରହସ୍ୟ ନିଗୁଢ଼ ତତ୍ତ୍ୱ ପ୍ରଭୁ ରହିଅଛି, ତାହା ସରଳ ମନରେ ବୁଝିବା ପାଇଁ ଆମକୁ ଅନୁଗ୍ରହ କର। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ସମସ୍ତେ ଧ୍ୟାନ ଦେଇ ଶୁଣିବେ, ତେବେ ବୁଝିହେବ, ନହେଲେ ବୁଝିହେବ ନାହିଁ। ଆଉ ଥରେ ମୁଁ କହିଦେଉଛି ଯେ ନୂତନ ସୃଷ୍ଟି 12 ଗୋଷ୍ଠୀରେ ନାହିଁ। 12 ଗୋଷ୍ଠୀ କିଏ? ଯିଏକି ଜାକୁବର ପୁଅମାନେ। ଆଉ 12 ଗୋଷ୍ଠୀ ଭିତରେ ନୂତନ ସୃଷ୍ଟି ନାହିଁ, ଜାକୁବର ପିଲାମାନଙ୍କ ମଧ୍ୟରେ ନାହିଁ। ଏବଂ ବିଜାତିମାନଙ୍କ ଭାବବାଣୀ ଦେଶରେ ମଧ୍ୟ ନାହାନ୍ତି। ଟିକେ ମୁଁ ମନେ ପକାଇଦେବି ଯେ ରାଜ୍ୟର ସୁସମାଚାର, ଅନୁଗ୍ରହ ସୁସମାଚାର ଆମେ ଜାଣିଛୁ, କିନ୍ତୁ ରାଜ୍ୟର ସୁସମାଚାରରେ ମଧ୍ୟ ବିଜାତିମାନେ ଅଛନ୍ତି। ଖାଲି ଅନୁଗ୍ରହ ସୁସମାଚାରରେ ବିଜାତିମାନେ ଅଛନ୍ତି ସେମିତି ନୁହେଁ, ରାଜ୍ୟର ସୁସମାଚାରରେ ମଧ୍ୟ ବିଜାତିମାନେ ଅଛନ୍ତି ଏବଂ ଅନୁଗ୍ରହ ସୁସମାଚାରରେ ମଧ୍ୟ ବିଜାତିମାନେ ଅଛନ୍ତି। ଅନୁଗ୍ରହ ସୁସମାଚାରରେ ବିଜାତିମାନେ ରହିବାଟା ଏବଂ ରାଜ୍ୟର ସୁସମାଚାରରେ ବିଜାତିମାନେ ରହିବାଟା ପରସ୍ପର ଭିନ୍ନ ଅଟେ। ତେଣୁ ଶେଷ ପର୍ଯ୍ୟନ୍ତ ଯଦି ଧ୍ୟାନ ଦେଇ ଶୁଣିବେ, ଆପଣମାନେ ବୁଝିପାରିବେ। ତ ଅନୁଗ୍ରହ ସୁସମାଚାର ଆମେ ଜାଣିଛୁ ଯେ ପାଉଲ ଯେତେବେଳେ ଆସିଲେ ବିଜାତିମାନଙ୍କ ପାଇଁ ସୁସମାଚାର ଦେବା ପାଇଁ, ରୋମୀ ଠାରୁ ଫିଲିମନ ଭିତରେ ଅନୁଗ୍ରହ ସୁସମାଚାର ଚାଲିଛି। ତାହା ଦିନେ ଶେଷ ହେବ, ଆଉ ଶେଷ ହେଲେ ସେହି ମଣ୍ଡଳୀ ସ୍ୱର୍ଗାରୋହଣ କରିବ। ତ ରୋମୀ ଠାରୁ ଫିଲିମନ ଭିତରେ ଅନୁଗ୍ରହ ସୁସମାଚାର ଯାହା ପାଉଲ ପ୍ରଚାର କରନ୍ତି, ତାହା ଆମେ ଖ୍ରୀଷ୍ଟଙ୍କ ଶରୀରୂପ ମଣ୍ଡଳୀ ବୋଲି କହୁଛୁ। ଆଉ ଏ ମଣ୍ଡଳୀ ସ୍ୱର୍ଗାରୋହଣ କରିବ ବୋଲି ଆମେ ଜାଣିଛୁ। କିନ୍ତୁ ଆଉ ଗୋଟେ ବିଷୟ ଆପଣମାନେ ମନେ ରଖନ୍ତୁ, ଆଉ ଏହି ମଣ୍ଡଳୀକୁ ଆଉ ଗୋଟେ ନାମ ଦିଆଯାଏ, ତାହା ହେଉଛି ନୂତନ ସୃଷ୍ଟି। ଅନୁଗ୍ରହ ସୁସମାଚାରର ବିଶ୍ୱାସୀମାନଙ୍କୁ ନୂତନ ସୃଷ୍ଟି କୁହାଯାଏ। ଅନୁଗ୍ରହ ସୁସମାଚାରର ବିଶ୍ୱାସୀମାନେ କ'ଣ ବିଶ୍ୱାସ କରନ୍ତି? ଯେ ଯୀଶୁ ମୋ ପାଇଁ କ୍ରୁଶରେ ମଲେ, ଆଉ ମୁଁ ମଧ୍ୟ କ୍ରୁଶରେ ମଲି। ଯୀଶୁ ମୋ ପାଇଁ ସମାଧି ହେଲେ, ମୁଁ ମଧ୍ୟ ଯୀଶୁଙ୍କ ସହିତ ସମାଧି ହେଲି। ଯୀଶୁ ପୁନରୁତ୍ଥିତ ହେଲେ, ମୁଁ ମଧ୍ୟ ପୁନରୁତ୍ଥିତ ହେଲି। ଅର୍ଥ, ଯୀଶୁଙ୍କର ମୃତ୍ୟୁ, ସମାଧି, ପୁନରୁତ୍ଥାନ ବିଶ୍ୱାସ କରିକି ଅନୁଗ୍ରହ ସମୟରେ ପରିତ୍ରାଣ ମିଳେ। ତେଣୁ ଏହି ସୁସମାଚାରକୁ ଅନୁଗ୍ରହ ସୁସମାଚାର କହିବା ସଙ୍ଗେ ସଙ୍ଗେ ଆଉ ଗୋଟେ କୁହାଯାଏ ନୂତନ ସୃଷ୍ଟି ବା ନ୍ୟୁ କ୍ରିଏସନ୍ ବୋଲି କୁହାଯାଏ। ତ ଏଇ ନ୍ୟୁ କ୍ରିଏସନ୍ 12 ଗୋଷ୍ଠୀରେ ଆସୁନାହିଁ। ଆଉ ଦେଖନ୍ତୁ, ନ୍ୟୁ କ୍ରିଏସନ୍ 12 ଗୋଷ୍ଠୀରେ ଆସୁନାହିଁ, କିନ୍ତୁ 12 ଗୋଷ୍ଠୀ ଯେଉଁମାନେ ସଜାତି, ଏମାନେ ଆଗାମୀ ଦିନରେ ଯେଉଁ ନୂତନ ପୃଥିବୀରେ ଅଧିକାରୀ ହେବେ, ସେଠାରେ ମାନେ ବିଜାତିମାନେ ମଧ୍ୟ ଅଂଶୀ ଅଟନ୍ତି। ଦେଖନ୍ତୁ, 12 ଗୋଷ୍ଠୀରେ ଅର୍ଥାତ୍ ସଜାତି ମଧ୍ୟରେ ମଧ୍ୟ ବିଜାତିମାନେ ଆସୁଛନ୍ତି ନୂତନ ପୃଥିବୀରେ। କିନ୍ତୁ ନୂତନ ସୃଷ୍ଟିରେ ଯେଉଁ ବିଜାତିମାନେ ଅଛନ୍ତି ସେମାନେ ନୁହନ୍ତି। ଆଉ ଗୋଟେ ବିଷୟ, 12 ଗୋଷ୍ଠୀରେ ମଧ୍ୟ ବିଜାତିମାନେ ନୂତନ ସୃଷ୍ଟି ଆସୁନାହିଁ। ଆଉ ଗୋଟେ ବିଷୟ ଆମେ ଦେଖୁଛୁ, ବିଜାତିମାନଙ୍କର ଗୋଟେ ଭାବବାଣୀ ଅଛି। ରାଜ୍ୟର ସୁସମାଚାରରେ ସଜାତିମାନଙ୍କ ସହିତ ମିଶିବା ପାଇଁ ବିଜାତିମାନଙ୍କର ମଧ୍ୟ ଭାବବାଣୀ ଅଛି। ସେଇ ଦେଶ ଗୁଡ଼ାକ ବିଷୟରେ ମଧ୍ୟ ବାଇବେଲ କହୁଛି। ତ ସେ ଭାବବାଣୀରେ ମଧ୍ୟ ନୂତନ ସୃଷ୍ଟି ଆସୁନାହିଁ। ରାଜ୍ୟର ସୁସମାଚାରରେ ଇସ୍ରାଏଲ ଲୋକମାନଙ୍କ ସହିତ ବିଜାତି ଦେଶ ଗୁଡ଼ିକ ଯେଉଁ ମିଶିକି ରହିବ ଆଗକୁ,
ତ ସେମାନେ ମଧ୍ୟ ଅଂଶୀ ହେବେ ନୂତନ ପୃଥିବୀରେ। ତ ସେଇ ଜାଗାରେ ମଧ୍ୟ ବିଜାତି ଅର୍ଥାତ୍ ନୂତନ ସୃଷ୍ଟି ଆସୁନାହିଁ। ଦେଖନ୍ତୁ, ନୂତନ ସୃଷ୍ଟି 12 ଗୋଷ୍ଠୀ ଯାକୁବର ବଂଶ ସହିତ ଆସିଲା ନାହିଁ। ସେହି ନୂତନ ସୃଷ୍ଟି ବିଜାତି ମାନଙ୍କୁ ନେଇ ଗଠିତ ହେଇଛି। ମାତ୍ର ବିଜାତି ମାନଙ୍କୁ ନେଇ ଆଉ ଗୋଟେ ଭାବବାଣୀ ଅଛି ଯେ ରାଜ୍ୟର ସୁସମାଚାରରେ ସ୍ୱଜାତି ମାନଙ୍କ ସହିତ ଇସ୍ରାଏଲ ମାନଙ୍କ ସହିତ ଅନେକ ବିଜାତି ଦେଶ ଅଂଶୀ ହେବ। କିନ୍ତୁ ନୂତନ ସୃଷ୍ଟି ସେଇଟା ମଧ୍ୟ ଅଂଶୀ ନୁହେଁ। ସେଥିପାଇଁ ଏଇଟା ବେଶୀ ଗୁରୁତ୍ୱପୂର୍ଣ୍ଣ, ଆପଣମାନେ ଧ୍ୟାନ ଦେଇ ଶୁଣିଲେ ବୁଝିପାରିବେ। ଦେଖନ୍ତୁ, ପ୍ରଥମ କଥା କ'ଣ, ନୂତନ ସୃଷ୍ଟି ବିଷୟରେ ଯଦି ଆମେ କହିବା, ଆପଣମାନେ ରେଫରେନ୍ସ ନେବେ ଆଉ ନିଜେ ପଢ଼ିବେ। ବେଶୀ ଟିକେ ଲମ୍ବା ଅଛି ତ ସବୁ ପଢ଼ି ହେବ ନାହିଁ। ତ ନୂତନ ସୃଷ୍ଟି ବାଇବେଲରେ ଯଦି ଆମେ ଦେଖିବା, ଏହା ଗୁପ୍ତ ଥିଲା। ଏଫେସୀ 3:1-9 ଭିତରେ ଯଦି ଆପଣମାନେ ପଢ଼ିବେ, ଏହା ଗୁପ୍ତ ଥିଲା। ଶୈତାନ ନିମନ୍ତେ ଏହା ଗୁପ୍ତ ରଖାଯାଇଥିଲା। ଆଉ ଏହା ଯେହେତୁ ଗୁପ୍ତ ଥିଲା, ନୂତନ ସୃଷ୍ଟି ବିଷୟରେ ଯେହେତୁ ବାଇବେଲ ଗୁପ୍ତ କଥା କହେ, ଆଉ ଏହା ଈଶ୍ୱରଙ୍କ ମନରେ ଥିଲା। ଆପଣ କଲୋସୀ 1:25-27 ପର୍ଯ୍ୟନ୍ତ ଅର୍ଥାତ୍ 3 ପଦ ଯଦି ପଢ଼ିବେ, ସେଠାରେ ମଧ୍ୟ ପାଉଲ ଯେଉଁ ପ୍ରଚାର କରୁଛନ୍ତି ସୁସମାଚାରକୁ ନେଇ, ଆଉ ନୂତନ ସୃଷ୍ଟି ଯେଉଁ ତିଆରି ହେଉଛି, ସେଇ ସୁସମାଚାର ଗୁପ୍ତ ଥିଲା, କାହାକୁ ମଧ୍ୟ କୁହାଯାଇ ନଥିଲା ବୋଲି ଲେଖାଯାଏ। ତ ପ୍ରଥମେ ଆମେ ଏବେ ଜାଣିବା ଯେ ନୂତନ ସୃଷ୍ଟି କ'ଣ। ଆମେ ଜାଣିଲୁ ନୂତନ ସୃଷ୍ଟି ଗୁପ୍ତ ଥିଲା, କାହାକୁ କୁହାଯାଇ ନଥିଲା। ତ ଏଇ ନୂତନ ସୃଷ୍ଟି ତେବେ କ'ଣ? ନୂତନ ସୃଷ୍ଟି ଯଦି ଆପଣମାନେ ଜାଣିବାକୁ ଚାହୁଁଛନ୍ତି, ଏଫେସୀ 2:11-19 ପର୍ଯ୍ୟନ୍ତ ଆପଣମାନେ ପଢ଼ିବେ। ସେଠାରେ ପ୍ରାଞ୍ଜଳ ଭାବରେ ଲେଖା ଅଛି ଯେ ଯେତେବେଳେ ଅନୁଗ୍ରହ ସୁସମାଚାର ପାଉଲଙ୍କ ଦ୍ୱାରା ପ୍ରଚାରିତ ହେଉଛି, ଅନେକ ଲୋକମାନେ ଭାବନ୍ତି ବେଳେବେଳେ ଯେ ରାଜ୍ୟର ସୁସମାଚାର ଲୋକ ଅଂଶୀ ହେବେ ନାହିଁ ବୋଲିକି। ଅନୁଗ୍ରହ ସୁସମାଚାରରେ ଅର୍ଥାତ୍ ପାଉଲ ଯେତେବେଳେ ପ୍ରଚାର କରୁଛନ୍ତି ରୋମୀ ଠାରୁ ଫିଲିମନ ମଧ୍ୟରେ, ସେଇଟା ସ୍ୱଜାତି ମାନେ ମଧ୍ୟ ଆସନ୍ତି। କିନ୍ତୁ ସ୍ୱଜାତି ରୂପରେ ଆସନ୍ତି ନାହିଁ। ସେମାନେ ବିଜାତି ଯେମିତି ମନୋଭାବ ନେଇ ଆସେ, ସେମିତି ଆସନ୍ତି। କାହିଁକି? ସ୍ୱଜାତିର ସୁସମାଚାର ଯେହେତୁ ବନ୍ଦ ହୁଏ ସେତେବେଳେ। ସେଥିପାଇଁ ଏଫେସୀ 2:11-19 ଭିତରେ ଦେଖିବା, ସେମାନେ ପାଖରେ ଥିଲେ ଅର୍ଥ ସ୍ୱଜାତି ମାନେ ପାଖରେ ଥିଲେ, ତୁମେମାନେ ଦୂରରେ ଥିଲ ଅର୍ଥ ବିଜାତି ମାନେ ଦୂରରେ ଥିଲ, କିନ୍ତୁ ଏବେ ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ନିକଟକୁ ଆସିଲ ବୋଲି ଲେଖା ଅଛି। ଆଉ ସେଠି ଆପଣମାନେ ଆହୁରି ଭଲରେ ପଢ଼ନ୍ତୁ। ପ୍ରତିଜ୍ଞାଯୁକ୍ତ ନିୟମ ନିରଂଶ କଲେ, ଆପଣା ଶରୀରରେ ଶେଷ କଲେ। ଯେଉଁ ଆମେ ଦେଖୁ ଯେଉଁଟାକି ଆମର ନିୟମ ଗୁଡ଼ିକ ଥିଲା, ବିଧିବିଧାନ ଥିଲା, ପ୍ରତିଜ୍ଞା ବୋଲି ନାହିଁ, ବିଧିବିଧାନ ବୋଲି ଲେଖା ଅଛି। ସେ ବିଧିବିଧାନ ଗୁଡ଼ିକ ଆପଣା ଶରୀରରେ ସେ ରହିତ କଲେ। ତ ସ୍ୱଜାତି ମାନଙ୍କୁ ବିଧିବିଧାନ ଦିଆହେଇଛି, ତେଣୁ ସ୍ୱଜାତି ମାନଙ୍କର ବିଧିବିଧାନ ନିୟମକୁ ସେ କ'ଣ କଲେ? ରହିତ କଲେ, ଶେଷ କଲେ। ଅର୍ଥ ପ୍ରାଞ୍ଜଳ ଭାବରେ ଆମେ ଜାଣିବା ଆବଶ୍ୟକ ଯେ ଅନୁଗ୍ରହ ସୁସମାଚାର ବା ନୂତନ ସୃଷ୍ଟି ବୋଲି ଆମେ ଯାହା କହୁଛୁ, ଏଠାରେ ସ୍ୱଜାତି ଆଉ ବିଜାତି ଉଭୟ ସ୍ଥାନ ପାଇବେ, ଅନୁଗ୍ରହ ସୁସମାଚାର ଶୁଣିବେ ଆଉ ସ୍ୱର୍ଗ ଯାଇପାରିବେ। କିନ୍ତୁ ଜଣେ ସ୍ୱଜାତି ରୂପରେ ରହିବ ନାହିଁ, ଆଉ ଜଣେ ବିଜାତି ରୂପରେ ରହିବ ନାହିଁ। ଯେହେତୁ ଏହା ନୂତନ ସୃଷ୍ଟି, ଭିନ୍ନ ସୃଷ୍ଟି ଏବଂ ପ୍ରଭୁ ଲୁଚେଇଥିବା ଏଇଟା କାହାଣୀ। ତ ସେଇଠି ଯେତେବେଳେ ସେମାନେ ଆସନ୍ତି, ସେ ପ୍ରକାର ବିଷୟ ହୁଏ। ଆମେ ଯଦି ଭାବୁଛୁ ଯେ ଇସ୍ରାଏଲ ଲୋକମାନେ ଯେତେବେଳେ ବା ସୁନ୍ନତ ଲୋକମାନେ ବି ଅନୁଗ୍ରହକୁ ଆସିବା ଦ୍ୱାରା ସେମାନେ ରାଜ୍ୟର ସୁସମାଚାର ହେବେ ବୋଲି ଯଦି ଭାବୁଛୁ, ସେଟା ଭୁଲ ଭାବୁଛୁ ଆମେ। କାହିଁକି? ଇସ୍ରାଏଲ ଯଦି ଆମେ ଦେଖିବା, ଇସ୍ରାଏଲକୁ ଯଦି ଆମେ ଭଲରେ ଦେଖିଲେ, 12 ଗୋଷ୍ଠୀର କାହାଣୀ ବନ୍ଦ ହୋଇନାହିଁ ପ୍ରକାଶିତ ପର୍ଯ୍ୟନ୍ତ। 12 ଗୋଷ୍ଠୀର କାହାଣୀ ବନ୍ଦ ହୋଇନାହିଁ ଏବଂ ସେ ଗୋଷ୍ଠୀ ଗୁଡ଼ାକ ଯେତିକି ଅଛି ସେମାନଙ୍କର କୋଉଟେ ଅଧିକାର କ'ଣ କରିବେ, ସେଇ କାହାଣୀ ମଧ୍ୟ ବନ୍ଦ ହୋଇନାହିଁ।
ଏବଂ ସେଇଟେ ଭାଷାର ଭେଦ, ଭାଷାର ଭାବ, କାହାର କୁ ଭାଷା ସେ ଉପରେ ମଧ୍ୟ ବନ୍ଦ ହୋଇନାହିଁ, ବନ୍ଦ ହେବ ବି ନାହିଁ। ଏବଂ ସେ ଇସ୍ରାଏଲ ମଧ୍ୟରେ ସୀମା ନିରୂପଣ କରାଯାଏ ଯେ କେତେ ଭିତରେ କିଏ କେମିତି ରହିବ, ସେଇଟା ବି ବନ୍ଦ ହୁଏ ନାହିଁ। ଏବଂ ବଂଶାବଳୀର ନଥି ଅଛି, ମାନେ ବଂଶାବଳୀର ରେକର୍ଡ ମଧ୍ୟ ସେଠାରେ ଆମେ ପାଉଛୁ। କୁ ବଂଶ କ'ଣ ସେ ପ୍ରକାର ବିଷୟ ମଧ୍ୟ ସେଠାରେ ଅଛି। ଏବଂ ସେ ଇସ୍ରାଏଲ ମାନଙ୍କର ରାଜାମାନଙ୍କ ବିଷୟରେ ମଧ୍ୟ କହେ ବାଇବେଲ, ସେଇ ଉପରେ ସବୁ ଲେଖା ଅଛି। ଏବଂ ଭାଷା, ସୀମା, ରାଜା এই ସବୁ ରହିବା ସହିତ ଇସ୍ରାଏଲ ମାନଙ୍କର ଭିତରେ ଯଦି ଆମେ ଦେଖୁଛୁ, ବିଜାତି ମାନେ ଇସ୍ରାଏଲ ମାନଙ୍କ ଦ୍ୱାରା ପରିତ୍ରାଣ ପାଇବେ। ବିଜାତି ମାନେ ଇସ୍ରାଏଲ ମାନଙ୍କ ଦ୍ୱାରା ପରିତ୍ରାଣ ପାଇବେ। କୁ ସୁସମାଚାରରେ ନା ରାଜ୍ୟର ସୁସମାଚାରରେ। ଏବଂ ଏମାନେ କୋଉଟେ ରହିବେ ନା ଏମାନେ ନୂତନ ପୃଥିବୀରେ ରହିବେ। ତ ଏଠି ସବୁ ଭାଗ ଭାଗ ହିଁ ରହୁଛି। କିନ୍ତୁ ନୂତନ ସୃଷ୍ଟିକୁ ଯଦି ଆପଣ ମାନେ ଦେଖିବେ, ଇସ୍ରାଏଲ ବିଷୟରେ କହିଲା ପରେ ନୂତନ ବିଷୟ ଯଦି ଆପଣ ମାନେ ଦେଖିବେ, ସେଇଠି ଆଜ୍ଞା ଗୋଷ୍ଠୀ ବୋଲିକି ନାହିଁ, ଗୋଷ୍ଠୀ ବୋଲିକି ସେଟା ନାହିଁ। ଆଉ ଜାତି ଭେଦର ସେଠି ଫରକ ରଖାଯାଏ ନାହିଁ। ଆଉ ନୂତନ ସୃଷ୍ଟି ସମସ୍ତଙ୍କୁ ନେଇ ହୁଏ, ମାନେ ସମସ୍ତଙ୍କୁ ନେଇ ହୁଏ ମାନେ କ'ଣ, ସ୍ୱଜାତି ବିଜାତି ଉଭୟଙ୍କୁ ନେଇକି ହୁଏ। କିନ୍ତୁ ଯେତେବେଳେ ନୂତନ ସୃଷ୍ଟି ହୁଏ ସେଠି ପରିଚୟ ରହେ ନାହିଁ ଯେ ଇଏ ସ୍ୱଜାତି, ଇଏ ବିଜାତି, ଇଏ ସୁନ୍ନତ, ଇଏ ଅସୁନ୍ନତ, এইଗୁଡ଼ାକ ସେଠାରେ ପ୍ରକୃତରେ ରହେ ନାହିଁ। ଆଉ କୌଣସି ଦଳ ମଧ୍ୟ ସେଠାରେ ଆଲୋଚନା ହୁଏ ନାହିଁ। ଅନୁଗ୍ରହ ସୁସମାଚାର ଯୋଉଟା ଆମେ କହୁଛୁ ବା ନୂତନ ସୃଷ୍ଟି ବୋଲି କହୁଛୁ। କିନ୍ତୁ ରାଜ୍ୟର ସୁସମାଚାରରେ ଭାବବାଣୀ ଅନୁସାରେ ଯୋଉ ବିଜାତି ମାନେ ବି ଯୋଉ ଅଂଶୀ ହେବେ, ସେଇଠି ବିଜାତି ମାନେ ବିଜାତି ସ୍ଥିତିରେ ରହୁଛନ୍ତି। ଆଉ ରାଜା, ଭାଷା ଅନ୍ୟାନ୍ୟ ରହୁଛି, ଜାଗା ଗୁଡ଼ିକ ମଧ୍ୟ ଭାଗ ଭାଗ ରହୁଛି। ସେମାନେ ଏକ ନାହିଁ। ତ ସେଥିପାଇଁ ଆମେ ଜାଣିବା ଦରକାର ଏଇଟା ଭିନ୍ନ। ଆଉ ଗୋଟେ ଦେଖନ୍ତୁ, ପାଉଲ କହିଛନ୍ତି ଆମମାନେ, ଆପଣ ଯଦି ଦେଖିବେ ତାହା କଲୋସି 1:12 ଏବଂ ଏଫିସି 3:6, ସେଠି ଲେଖା ହେଇଛି ଯେ ଆମେ ସାଧୁମାନଙ୍କର ଅଂଶୀ ଅଟୁ। ସାଧୁମାନଙ୍କର ଆମେ ଅଂଶୀ ବୋଲି ଲେଖା ଅଛି। ସାଧୁମାନଙ୍କର ଅଂଶୀ ଲେଖା ଅଛି, କିନ୍ତୁ ଆମମାନେ ଇସ୍ରାଏଲର ଅଂଶୀ ବୋଲି ଲେଖା ହେଇନାହିଁ। ତେଣୁ ସାଧୁମାନଙ୍କର ଅଂଶୀ କହିବା ଦ୍ୱାରା ଅନୁଗ୍ରହ ସୁସମାଚାର ବା ନୂତନ ସୃଷ୍ଟି ଯେ ଇସ୍ରାଏଲ ଦ୍ୱାରା ପରିତ୍ରାଣ ପାଇଥିବା ଭାଷାକୁ ବୁଝାଏ, ସେମିତି ନୁହେଁ। କିନ୍ତୁ ଅନୁଗ୍ରହ ସୁସମାଚାର ବା ନୂତନ ସୃଷ୍ଟିରେ ଯେଉଁ ସାଧୁମାନେ ଅଛନ୍ତି ତାଙ୍କର ଏମାନେ ଅଂଶୀ ହେଉଛନ୍ତି, ସେ ଉପରେ ଲେଖାଯାଏ। ଏବଂ ଆହୁରି ଯଦି ଆମେ ଇସ୍ରାଏଲ ଉପରେ ଯଦି ଆମେ ନଜର ଦେବା, ଇସ୍ରାଏଲ ଉପରେ ଯଦି ଆମେ କହିବା, ଏଠି ଇସ୍ରାଏଲ ଯେଉଁ ମୁଁ ଯେମିତି କହିଲି କି 12 ଗୋଷ୍ଠୀ ପ୍ରକାଶିତ ପର୍ଯ୍ୟନ୍ତ 12 ଗୋଷ୍ଠୀ ହିଁ ରହିଛନ୍ତି, ଚେଞ୍ଜ ହେଇନାହିଁ। ଯଦି ଆମେ ଦେଖିବା ପ୍ରକାଶିତ 7 ପର୍ବ 4-8, ପ୍ରକାଶିତ 7 ପର୍ବ 4-8 ଦେଖିବା, ଆଉ 14 ପର୍ବ 1-5, 21 ପର୍ବର 12 ପଦ, ଏଠାରେ ସମସ୍ତେ ଏକ ବୋଲି କୁହାଯାଏ ନାହିଁ, ସେମାନେ ଭିନ୍ନ ଭିନ୍ନରେ ହିଁ ଅଛନ୍ତି। 7 ପର୍ବରେ ତ ଆପଣମାନେ ପାଇବେ ସେ 1,44,000 ଲୋକମାନଙ୍କର 12 ଗୋଷ୍ଠୀରେ ଗୋଟେ ଗୋଟେ ଗୋଷ୍ଠୀର 12,000 ଲୋକମାନଙ୍କୁ ନେଇ କରାଯାଇଛି। ଅର୍ଥାତ୍ ସେଇଠି ଗୋଷ୍ଠୀ ରେକର୍ଡ ବନ୍ଦ ହେଇନାହିଁ, ଗୋଷ୍ଠୀର ଭାଷା ହିଁ ଅଛି, ସେଇ ଉପରେ ହିଁ ଚାଲିଛି, ଗୋଟେ ରାଜ୍ୟର ସୁସମାଚାରରେ ଚାଲିଛି। କିନ୍ତୁ ଅନୁଗ୍ରହ ସୁସମାଚାର ବା ନୂତନ ସୃଷ୍ଟି କହିଲେ ସେ ଗୋଷ୍ଠୀର ହିଁ ଆଲୋଚନା ହୁଏ ନାହିଁ, ଜାତି ଭେଦର ହିଁ ଆଲୋଚନା ହୁଏ ନାହିଁ, ସ୍ୱଜାତି ବିଜାତିର କିଛି କଥା ଉଠେ ନାହିଁ। ତେଣୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଅଟେ। ତ ଆଉ ଗୋଟେ ଦେଖନ୍ତୁ, ସେଥିପାଇଁ ପାଉଲ ଯେତେବେଳେ କହୁଛନ୍ତି ଯେ ଇସ୍ରାଏଲ ବିଷୟରେ କ'ଣ ବୋଲି କହନ୍ତି, ଇସ୍ରାଏଲ ପତିତ ହେଇଛି, ସ୍ଥଗିତ ହେଇଛି ବୋଲି ରୋମୀ 11:11 କହନ୍ତି, ମାନେ ସେଟା ସ୍ଥଗିତ କରାଯାଇଛି, ବନ୍ଦ ଅଛି ବୋଲି କହନ୍ତି। ଏବଂ ରୋମୀ 11:25 ମଧ୍ୟ କହନ୍ତି ଇସ୍ରାଏଲ କଠିନ ହେଇଛି, ବନ୍ଦ ହେଇଛି ବୋଲି କୁହନ୍ତି। ତେବେ ଅନୁଗ୍ରହ ସୁସମାଚାର ଯୋଉଟା ନୂତନ ସୃଷ୍ଟି ଯଦି ଆମେ କହୁଛୁ, ତ ସେ ଜାଗାକୁ ଆସିବା ପୂର୍ବରୁ ଇସ୍ରାଏଲ ବନ୍ଦ ହେଇଛି, ସ୍ଥଗିତ ହେଇଛି। ତେଣୁ ଇସ୍ରାଏଲ ରୂପକ ପରିତ୍ରାଣ, ଇସ୍ରାଏଲର ଭାଗ ମାପ ଆମେ ପାଉନୁ କୋଉଟେ, ନୂତନ ସୃଷ୍ଟିରେ।
ନୂତନ ସୃଷ୍ଟି ସେ କାହାଣୀ ବର୍ଣ୍ଣନା ନୁହେଁ, ଯେହେତୁ ସେ ରାଜ୍ୟର ବିଷୟ, ସୁସମାଚାର ବିଷୟ, ବ୍ୟବସ୍ଥା ବିଷୟ ବନ୍ଦ ହୋଇକି ନୂଆ ବାକ୍ୟ ଆରମ୍ଭ ହୁଏ। ତ ଇସ୍ରାଏଲ ମାନଙ୍କର ବାକ୍ୟ, ଇସ୍ରାଏଲ ମାନଙ୍କର ପ୍ରତିଜ୍ଞା ବୋଲିକି ମଧ୍ୟ ଆମେ ଯେତେବେଳେ ଦେଖୁଛୁ, ତା ରୋମୀ 9:4 ମଧ୍ୟ ଲେଖା ଅଛି। ମୁଁ କହିବାକୁ ଚାହୁଁଛି, ଆପଣମାନେ ଭଲରେ ଯଦି ଶୁଣିବେ ତେବେ ବୁଝିପାରିବେ ମୁଁ କ'ଣ ଆଲୋଚନା କରୁଛି। ନୂତନ ସୃଷ୍ଟିରେ ପ୍ରାଞ୍ଜଳ ଭାବରେ ଲେଖା ଅଛି, ଯାହାକି ଆମେ 2 Corinthy 5:17, ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି ସେ ନୂତନ ସୃଷ୍ଟି ହୋଇଛି, ଆଉ ପୁରାତନ ବିଷୟ ସବୁ ଲୋପ ପାଇଛି। ପୁରାତନ ବିଷୟ ମାନେ କ'ଣ ଲୋପ ପାଇଲା? ପୁରାତନ ଥଟ୍ ମାନେ ବିଚାର, ଏଇଟା ସୁନତ ଅସୁନତ, ସ୍ୱଜାତି ବିଜାତି, ଏଇ ଦେଶ ସେଇ ଦେଶ, କୁଗୋଷ୍ଠୀ, ଏଇଟା ବନ୍ଦ ହେଇଛି, ଆଉ ସେ ନୂତନ ହେଇଛି। ତେଣୁ ନୂତନ ସୃଷ୍ଟି ରାଜ୍ୟର ସୁସମାଚାରରେ ଖାଲି ଅଂଶୀ ନୁହେଁ, ସେତିକି ନୁହେଁ, ରାଜ୍ୟର ସୁସମାଚାରରେ ଯେଉଁ ବିଜାତି ମାନେ ଆସୁଛନ୍ତି ସେମାନଙ୍କ ଭିତରେ ମଧ୍ୟ ଏଇଟା ନାହିଁ। ତ ଗୋଟିଏ ଶରୀର ବୋଲି ମଧ୍ୟ କୁହାଯାଏ। ଆମେ ଯଦି ଏଫେସୀ 2:16 ଯଦି ଆମେ ଦେଖିବା, ଏଇଟା ଗୋଟିଏ ଶରୀର ଲେଖା ଅଛି। ନୂତନ ସୃଷ୍ଟି ଯେତେବେଳେ ପାଉଲଙ୍କର ପ୍ରଚାର ଦ୍ୱାରା ଆରମ୍ଭ ହେଉଛି, ନୂତନ ସୃଷ୍ଟି ସେଟା କ'ଣ ହୁଏ ନା ଗୋଟିଏ ଶରୀର ହୁଏ ବୋଲି ବାଇବେଲ ପ୍ରକାଶ କରେ। ଗୋଟିଏ ଶରୀର ହୁଏ, ଅନେକ ନାହିଁ। ଦେଖିବା ଆମେ ପଢ଼ିବା 2:16, ଆଉ କ୍ରୁଶ ଦ୍ୱାରା ଶତ୍ରୁତା ବିନାଶ କରି ତୋ ଦ୍ୱାରା ଉଭୟଙ୍କୁ ଏକ ଶରୀର ସ୍ୱରୂପ ଗଠନ କରି ଈଶ୍ୱରଙ୍କ ସହିତ ମିଳିତ କରାନ୍ତି। ଏକ ଶରୀର ଗଠନ କରି ଈଶ୍ୱରଙ୍କ ସହିତ ମିଳିତ କରାନ୍ତି। ତେଣୁ ନୂତନ ସୃଷ୍ଟି ଗୋଟିଏ ଶରୀର ହୁଏ, ଏକ ହୁଏ, ସିଙ୍ଗଲ ୱାନ୍ ହୁଏ। କିନ୍ତୁ ରାଜ୍ୟର ସୁସମାଚାରରେ ଯେଉଁ ବିଜାତି ମାନଙ୍କର ଦେଶ ଯେଉଁ ଅନ୍ତର୍ଭୁକ୍ତ ଅଛି, ସେଟା ଏକ ନୁହେଁ, ଭାଗ ଭାଗ ହେଇକି ରହୁଛି। ଆଉ ନୂଆ ମଣିଷ ବୋଲି ମଧ୍ୟ ଲେଖା ଅଛି ନୂତନ ସୃଷ୍ଟି, ସେ ଏଫେସୀ 2:15 ପୁଣି ବିଧିବିଧାନ ଯୁକ୍ତ ଆଜ୍ଞାମୂଳକ ବ୍ୟବସ୍ଥାକୁ ଆପଣା ଶରୀରରେ ରହିତ କରିଅଛନ୍ତି, ଯେପରି ସେ ଶାନ୍ତି ସ୍ଥାପନ କରି ଉଭୟଙ୍କୁ ଆପଣଠାରେ ଜଣେ ନୂଆ ଲୋକ ସ୍ୱରୂପେ ଗଠନ କରନ୍ତି, ସୃଷ୍ଟି କରନ୍ତି, ନୂଆ ଲୋକ। ତେଣୁ ବିଜାତି ମାନେ ଆଉ ସ୍ୱଜାତି ମାନେ ମିଶିକି ଯେଉଁଟା ରହିଛନ୍ତି ଅନୁଗ୍ରହ ସୁସମାଚାରରେ, ସେଟା ନୂତନ ସୃଷ୍ଟି। ଆଉ ସ୍ୱଜାତି ବିଜାତି ହେଇକି ଯେଉଁ ରାଜ୍ୟର ସୁସମାଚାର ରହିବେ, ସେଟା ନୂତନ ସୃଷ୍ଟି ନାହିଁ, ସେଟା ଅଲଗା ଅଲଗା ହୋଇକି ହିଁ ରହିବେ। ଏଇଟା ହିଁ ଗୁରୁତ୍ୱପୂର୍ଣ୍ଣ ଜାଣିବାର ବିଷୟ। ଆଉ ଗୋଟେ ଆମେ ଯଦି ଦେଖୁଛୁ ଯେ ଆମ ବିଷୟରେ ଯଦି କହିବା, ମାନେ ନୂତନ ସୃଷ୍ଟି ବିଷୟରେ କହିବା, ଫିଲିପି 3:20 ଅନୁସାରେ ଆମମାନେ ସ୍ୱର୍ଗର ବିଷୟ କଥାବାର୍ତ୍ତା କରୁ, ଆଉ ସ୍ୱର୍ଗର ନାଗରିକ ଆମେ ଅଟୁ, ଯେହେତୁ ସ୍ୱର୍ଗର ବିଷୟ ଆମେ କଥା ହେଉଛୁ। ଆମମାନେ ସ୍ୱର୍ଗର ପ୍ରଜା ବୋଲି ଯେହେତୁ ଲେଖା ଅଛି। କିନ୍ତୁ ଇସ୍ରାଏଲ ମାନଙ୍କ ଭିତରେ ଯେଉଁ ବିଜାତି ମାନେ ଅଛନ୍ତି, ସେମାନେ ତ ନୂତନ ପୃଥିବୀରେ ରହୁଛନ୍ତି। ତେଣୁ ଉଦ୍ଧାର ପ୍ରାପ୍ତ ଜାତି ଗୁଡ଼ିକ ବୋଲେ ଇସ୍ରାଏଲ ମାନଙ୍କୁ ଛାଡ଼ିକି, ଇସ୍ରାଏଲ ମାନେ ସ୍ୱଜାତି, ତ ଅନ୍ୟ ଜାତି ଗୁଡ଼ାକ ମଧ୍ୟ ଅଛନ୍ତି ଯାହା ବିଜାତି ବୋଲି ଆମେ କହୁଛୁ। ଉଦ୍ଧାର ପ୍ରାପ୍ତ ବିଜାତି ଜାତି ଗୁଡ଼ିକ ଭାବବାଣୀ ଅନୁସାରେ ସେମାନେ ନୂତନ ସୃଷ୍ଟିରେ ରହନ୍ତି ନାହିଁ, ଆଉ ସେମାନେ ଜେରୁସାଲମର ନିର୍ଭର କରି ଜେରୁସାଲମର ଜ୍ୟୋତିରେ ବାସ କରନ୍ତି ବୋଲି ଲେଖା ଅଛି। କିଏ? ବିଜାତି ମାନେ ଉଦ୍ଧାର ପ୍ରାପ୍ତ ହେଇଛନ୍ତି ପରମେଶ୍ୱରଙ୍କୁ, ଯୀଶୁଙ୍କୁ ଗ୍ରହଣ କରିକି, ଅନୁଗ୍ରହ ସୁସମାଚାର ନାହିଁ, ଯୀଶୁଙ୍କୁ ଗ୍ରହଣ କରିକି ବା ପିତା ପରମେଶ୍ୱରଙ୍କୁ ଗ୍ରହଣ କରି ଯେଉଁ ବିଜାତି ମାନେ ଉଦ୍ଧାର ହେଇଛନ୍ତି, ଭାବାଣୀ ଅନୁସାରେ ସେମାନେ ନୂତନ ସୃଷ୍ଟିରେ ହେବେ ନାହିଁ, ସେମାନେ ଜେରୁସାଲମର ଆଶୀର୍ବାଦର ଅଂଶ ହେଇକି ରହିବେ, ଯାହାକି ପ୍ରକାଶିତ 21:14 ମଧ୍ୟ ଲେଖା ଅଛି। 21:14 ଲେଖା ଅଛି, ସେଇ ନଗରୀର ପ୍ରାଚୀର ଦ୍ୱାଦଶ ଭିତ୍ତିମୂଳ, ସେହି ସବୁ ଉପରେ ମେଷଶାବକଙ୍କ ଦ୍ୱାଦଶ ପ୍ରେରିତ ଦ୍ୱାଦଶ ନାମ ଲିଖିତ। ସେଟା ଏବେ ବି ଲେଖା ଅଛି, ସେଟା ସେମାନେ ସେଠାରେ ଅଛନ୍ତି। ତେଣୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଷୟ କ'ଣ ହେଉଛି ଯେ ଆମେ ଜାଣିବାର ଅଛି ଯେ ଯେଉଁ ଜାତି ଗୁଡ଼ିକ, ଯେଉଁ ବିଜାତି ଗୁଡ଼ିକ ରାଜ୍ୟର ସୁସମାଚାର ଆସିଛନ୍ତି, ସେମାନେ ସ୍ୱଜାତି ହେଇକି ଆସିନାହାନ୍ତି, ସେମାନେ ବିଜାତି ରୀତିରେ ହିଁ ରହିଛନ୍ତି। ଆଉ ସେମାନଙ୍କର ନିଜର ନଗର ମଧ୍ୟ ରହେ ନାହିଁ, ସେମାନେ ଇସ୍ରାଏଲ ମଧ୍ୟରେ ସେମାନେ ରହିବେ। କିନ୍ତୁ ବିଜାତି ମାନେ ନୂତନ ସୃଷ୍ଟିରେ ସେମାନେ ଅଲଗା ରୂପରେ ରହୁଛନ୍ତି। ତ ସେମାନଙ୍କୁ ଆହୁରି କ'ଣ କୁହାଯାଏ ଯେ ସେମାନେ ଯିଏକି
ରାଜ୍ୟର ସୁସମାଚାରରେ ଯେଉଁ ବିଜାତି ମାନେ ଅଂଶୀ ହେଉଛନ୍ତି ସେମାନଙ୍କୁ ଆଜ୍ଞା ଆମେ କନ୍ୟା ବୋଲି ମଧ୍ୟ କହିବା ନାହିଁ। କନ୍ୟା ମଧ୍ୟ ସେମାନେ ନୁହନ୍ତି, 12 ଗୋଷ୍ଠୀ ନୁହନ୍ତି, କିନ୍ତୁ ସେମାନେ 1000 ବର୍ଷ ଯୀଶୁ ଯେଉଁ ରାଜ କରିବେ ସେଇଠି ସେମାନେ ଅଂଶୀ ଅଟନ୍ତି। କିନ୍ତୁ ଇସ୍ରାଏଲ, ଖାଲି ଇସ୍ରାଏଲ ମାନଙ୍କୁ ଦେଖିଲେ ସେମାନଙ୍କୁ କ'ଣ ବୋଲି କୁହାଯାଉଛି? ସେମାନେ 12 ଗୋଷ୍ଠୀ ବି ଅଟନ୍ତି ଆଉ ସେମାନେ କନ୍ୟା ମଧ୍ୟ ଅଟନ୍ତି। ବୁଝିପାରିଲେ? ତ ଆଉ ଗୋଟେ ବିଷୟ ଆମେ ଦେଖୁଛୁ ଯେ ବିଜାତି ବା ଅନ୍ୟ ଜାତି ଗୁଡ଼ିକ ଯାହା ଆମେ କହୁଛୁ, ଯେଉଁମାନେ ଇସ୍ରାଏଲ ଦ୍ୱାରା ଆଶୀର୍ବାଦ ପାଇବେ, ବିଜାତି ଦେଶ ଗୁଡ଼ିକ, ବିଜାତି ଲୋକମାନେ ବିଜାତି ରୂପରେ ଯେଉଁ ଆଶୀର୍ବାଦ ପାଇବେ ତାହା ଆମେ ଯିଶାୟ 60 ପର୍ବରେ ପୁରା ଲେଖା ଅଛି। ସମସ୍ତେ ସେଠିକି ଆସିବେ, ସମସ୍ତେ ତାଙ୍କୁ ଗ୍ରହଣ କରିବେ ଉଦ୍ଧାର ପାଇଁ। ଜିଖର୍ୟ 8:23 ମଧ୍ୟ ଲେଖା ଅଛି, ସେ 10 ଲୋକମାନେ ଆସିବେ ଆଉ ତାଙ୍କଠାରୁ ପରିତ୍ରାଣ ଉଦ୍ଧାର ଆଶା କରିବେ। ତ ଏଇ ଯେଉଁ 10 ଲୋକ ବା ଅନ୍ୟ ଲେଖା ସବୁ ବିଜାତି ମାନଙ୍କୁ ବୁଝଉଛି। ସେମାନେ ଯେତେବେଳେ ଯୀଶୁ ରାଜା ହେଉଛନ୍ତି ସେତେବେଳେ ସେମାନେ ବି ଅଂଶୀ ହେଉଛନ୍ତି, କିନ୍ତୁ ସେମାନେ କନ୍ୟା ନୁହନ୍ତି କି 12 ଗୋଷ୍ଠୀ ନୁହନ୍ତି, ସେମାନେ ସେ ବିଜାତି ସ୍ଥିତିରେ ହିଁ ଅଛନ୍ତି। ତେଣୁ ଇସ୍ରାଏଲ ଯେଉଁ ଭାବବାଣୀ ଅନୁସାରେ, ଇସ୍ରାଏଲ ମାନଙ୍କର ଭାବବାଣୀ ଅନୁସାରେ ସେମାନେ ନୂତନ ପୃଥିବୀରେ ରହିବେ, ସେଠି ବଂଶ ରହିବ, ତାଙ୍କର ଜାତିଗତ ଅନୁସାରେ ବିଚାର କରାଯିବ। ବିଜାତି ଭାବବାଣୀ ଅନୁସାରେ ଯଦି ଆମେ ଦେଖୁଛୁ, ବିଜାତି ରାଜ୍ୟର ସୁସମାଚାରରେ ଭାବବାଣୀ ଅନୁସାରେ ଯଦି ଆମେ ଦେଖିବା, ସେମାନେ ଇସ୍ରାଏଲ ଠାରୁ ଆଶୀର୍ବାଦ ପ୍ରାପ୍ତ ହେବେ। କେମିତି? ଅବ୍ରାହ୍ମଙ୍କୁ ଯେତେବେଳେ ପରମେଶ୍ୱର ବାଛିଲେ ଆଦି 12:3 ସେ ଲେଖା ଅଛି, ତୁମକୁ ଯେଉଁମାନେ ଆଶୀର୍ବାଦ କରିବେ ସେମାନଙ୍କୁ ଆମେ ଆଶୀର୍ବାଦ କରିବା, ତୁମକୁ ଯିଏ ଅଭିଶାପ ଦେବ ଆମେ ତାକୁ ଅଭିଶାପ ଦେବା। ଅର୍ଥ ଏହି ପ୍ରତିଜ୍ଞା ଅନୁସାରେ ଇସ୍ରାଏଲ ମାନଙ୍କ ଠାରୁ ବିଜାତି ମାନେ ଉଦ୍ଧାର ପାଇବେ ତାଙ୍କୁ ଭରସା କରିକି। କିନ୍ତୁ ସେମାନେ ନୂତନ ସୃଷ୍ଟି ନୁହନ୍ତି, ସେମାନେ ବିଜାତି ସ୍ଥିତିରେ ଥାଇକି ସେମାନେ ରାଜ୍ୟର ସୁସମାଚାରରେ ପ୍ରଭୁଙ୍କର 1000 ବର୍ଷ ରାଜ୍ୟରେ ସେମାନେ ଅଂଶଗ୍ରହଣ କରୁଛନ୍ତି। କିନ୍ତୁ ନୂତନ ସୃଷ୍ଟି ବିଷୟରେ ଯଦି ଆମେ କହିବା, ନୂତନ ସୃଷ୍ଟି ବିଷୟରେ ଯଦି ଆମେ କହିବା, ସେଟା ଗୁପ୍ତ ଥିଲା, ସେଟା ସିକ୍ରେଟ ଥିଲା, ଏଟା ଗୁପ୍ତ କରିକି ରଖାଯାଇଥିଲା ଏବଂ ଏହା ସ୍ୱର୍ଗର ବିଷୟକୁ ବୁଝାଉଛି। ଏବଂ ଏଠାରେ ନା ସଜାତି ନା ବିଜାତି କୁହାଯାଉଛି। ତ ଦେଖନ୍ତୁ, ଏଇ ଅଳ୍ପ ଆଲୋଚନାରେ ଆପଣମାନେ ଆଇଡ଼ିଆ କରିବାର ଆବଶ୍ୟକ ଅଛି କ'ଣ, ଯେ ସଜାତି ବିଜାତି ନେଇ ବହୁତ ଗୋଟେ ଦ୍ୱନ୍ଦ୍ୱ ଅଛି ବାଇବେଲରେ। ଅନୁଗ୍ରହ ସୁସମାଚାରରେ ମଧ୍ୟ ସଜାତି ବିଜାତି ଅଛନ୍ତି, ଅନୁଗ୍ରହ ସୁସମାଚାରରେ ମଧ୍ୟ, କିନ୍ତୁ ବିଜାତି ବିଜାତି ନୁହେଁ, ସଜାତି ସଜାତି ନୁହେଁ, ସେ ସ୍ଥିତିରେ ଅଛନ୍ତି, ଯେହେତୁ ଏଇଟା ନୂତନ ସୃଷ୍ଟି। ରାଜ୍ୟର ସୁସମାଚାରରେ ମଧ୍ୟ ସଜାତି ବିଜାତି ଅଛନ୍ତି, କିନ୍ତୁ ସଜାତି ସଜାତି ଆଉ ବିଜାତି ବିଜାତି ସ୍ଥିତିରେ। এইটা জানিবার আবশ্যকতা আছে। ସଜାତି 12 ଗୋଷ୍ଠୀ, ବଂଶ, ଜାଗା, ରେକର୍ଡ ସବୁ। ଆଉ ବିଜାତି କେଉଁ ଦେଶର ଲୋକ, କିଏ କ'ଣ ବୋଲି ସେମାନେ ଇସ୍ରାଏଲ ମାନଙ୍କ ଦ୍ୱାରା ପରିତ୍ରାଣ ପାଇକି ତାଙ୍କ ପଛରେ ସେମାନେ ଯିବେ। ତେଣୁ ରାଜ୍ୟର ସୁସମାଚାରରେ ସଜାତି ସଜାତି, ବିଜାତି ବିଜାତି। କିନ୍ତୁ ରାଜ୍ୟର ସୁସମାଚାରରେ ଯେଉଁମାନେ ବିଜାତି ବୋଲି କହିଲି, ମୁଁ ସେମାନଙ୍କୁ ମଧ୍ୟ କହିଲି ସେମାନେ କନ୍ୟା ନାହିଁ, କନ୍ୟା ନାହିଁ କି 12 ଗୋଷ୍ଠୀ ନାହିଁ, କିନ୍ତୁ ସେମାନେ 1000 ବର୍ଷରେ ଆସୁଛନ୍ତି। କିନ୍ତୁ ଇସ୍ରାଏଲ ମାନେ କ'ଣ? ସେମାନେ କନ୍ୟା, 12 ଗୋଷ୍ଠୀ ଆଉ ଯୀଶୁଙ୍କ 1000 ବର୍ଷରେ ବି ଆସୁଛନ୍ତି। ସେଥିପାଇଁ ଏଇଟା ପ୍ରାଞ୍ଜଳ ଭାବରେ ମନେ ରଖନ୍ତୁ, ଯେଉଁଟାକି ଆମର ଆଲୋଚନା ଥିଲା ଯେ ନୂତନ ସୃଷ୍ଟି 12 ଗୋଷ୍ଠୀରେ ମଧ୍ୟ ନୁହନ୍ତି, ବା ପ୍ରତିଜ୍ଞା ବା ଭାବବାଣୀ ଅନୁସାରେ ଯେଉଁ ବିଜାତି ମାନେ ରାଜ୍ୟର ସୁସମାଚାରରେ ଅଂଶୀ ହେଉଛନ୍ତି ସେଇଠି ମଧ୍ୟ ନୁହନ୍ତି। ତ ଆପଣମାନେ ଯଦି ଶୁଣିବାରେ କ୍ଲିୟର ହେଇଛନ୍ତି ତ ମୋତେ କମେଣ୍ଟ କରନ୍ତୁ। ଯଦି ଶୁଣିବାରେ ଟିକେ ଅପ୍ ଡାଉନ୍ ଅଛି ଆପଣମାନେ ମୋତେ ତାହା ମଧ୍ୟ ଲେଖିପାରିବେ, ବୁଝିବା ଦରକାର। କିନ୍ତୁ ସଜାତି ବିଜାତି ଉଭୟ ଅଛନ୍ତି, କିନ୍ତୁ ନୂତନ ସୃଷ୍ଟି, ନୂଆ ସୃଷ୍ଟି ଯେଉଁଟାକି ଅନୁଗ୍ରହ ସୁସମାଚାର ରହୁଛି, ଗୁପ୍ତ ଥିବା ସୁସମାଚାର ଦ୍ୱାରା ଆଉ ଯୀଶୁଙ୍କର ମୃତ୍ୟୁ ପୁନରୁତ୍ଥାନ ଦ୍ୱାରା ଏହି ସୁସମାଚାର ଯେଉଁ ନୂତନ ସୃଷ୍ଟି ବୋଲି ନାମ ଦିଆଯାଇଛି, ସେଠାରେ ଜଣେ ସଜାତି ସଜାତି ନୁହେଁ, ବିଜାତି ବିଜାତି ନୁହେଁ, ଏଇଟା ଆପଣମାନେ ମନେ ରଖନ୍ତୁ। ଆଉ ସେଇଟା ଜଣେ ସୁନତ ଅସୁନତ ମଧ୍ୟ କିଛି ନାହିଁ, ସେଥିପାଇଁ ନୂତନ ସୃଷ୍ଟି। ସେଥିପାଇଁ ସାଧୁ ପାଉଲ ମଧ୍ୟ କହନ୍ତି ଆମର ଗାଲାତି ପୁସ୍ତକରେ
କ୍ଲିୟର ଲେଖା ଅଛି ଯେ ସେଠାରେ ଜଣେ ସ୍ୱଜାତି ବିଜାତିର କିଛି ସମ୍ପର୍କ ନାହିଁ ବୋଲି ଲେଖା ଅଛି। ଦେଖିବା ଆମେ ଟିକେ ଗାଲାତି 6 ପର୍ବ ଆପଣମାନେ ଦେଖନ୍ତୁ। ଗାଲାତି 6 ପର୍ବରେ ଲେଖା ଅଛି ଯେ 5 ଗୋଟେ ଆଉ 15 ଗୋଟେ 15 ପଦ। କିନ୍ତୁ ଗାଲାତି ଟିକେ 5 ପର୍ବ 6 ପର୍ବ ନାହିଁ 5:6 ଯେଣୁ ଯୀଶୁଖ୍ରୀଷ୍ଟଙ୍କ ସୌଭାଗ୍ୟତାରେ ସୁନତ କି ଅସୁନତ କିଛି ନୁହେଁ, ନୂତନ କିନ୍ତୁ ପ୍ରେମରେ କାର୍ଯ୍ୟ ସାଧକ ହିଁ ସାର। 15 ପଦକୁ ଯଦି ଦେଖିବା ସେଇଟା ମଧ୍ୟ ସେ ପ୍ରକାର ଲେଖା ଅଛି ଯେ ନୂତନ ସୃଷ୍ଟି ପ୍ରକୃତରେ ସାର, ନୂଆ ହେବାଟା ପ୍ରକୃତରେ ସାର, ସେଇଟା କିଛି ଅନ୍ୟ ବିଷୟ ନାହିଁ। ତେଣୁ ସୁନତ ଅସୁନତ ନାହିଁ ବୋଲି ଲେଖା ଅଛି। ସେଥିପାଇଁ ଏଇଟା ବେଶୀ କ୍ଲିୟର ଭାବରେ ବାଇବେଲ ଆମକୁ ପ୍ରାଞ୍ଜଳ ଭାବରେ ବୁଝଉଛି ଯେ ନୂତନ ସୃଷ୍ଟିଟା ବର୍ଣ୍ଣନା ନାହିଁ। ଆଉ ସେ ଗାଲାତି 3:28 ମଧ୍ୟ ଦେଖନ୍ତୁ, ଜିହୁଦୀ କି ଗ୍ରୀକ, ଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ, ତୁମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁରେ ତୁମମାନେ ଏକ। ଏଇଟା ଏକ, ସ୍ୱଜାତି ବିଜାତି, ସ୍ୱାଧୀନ ପରାଧୀନ, ବାହାର ଲୋକ ଘରର ଲୋକ, ଏସବୁ ନାହିଁ କି କ'ଣ, ଏଇଟା ମାନେ କିଛି ପ୍ରଭେଦ ନାହିଁ, କାହିଁକି ତୁମେ ଏକ ବୋଲି ଲେଖା ହେଉଛି। ତେଣୁ ଏଇଟା ନୂତନ ସୃଷ୍ଟିର ଏଇ ବର୍ଣ୍ଣନା ଅଛି। କିନ୍ତୁ ରାଜ୍ୟର ସୁସମାଚାରରେ ସ୍ୱଜାତି ଜାଗାରେ ରହିଛି, ବିଜାତି ଜାଗାରେ ରହିଛି। ଏହା ବହୁତ ଗଭୀର ଷ୍ଟୋରି, ଆପଣମାନେ ଧୀରେ ଧୀରେ ଶୁଣି ଗଲେ ଆପଣମାନେ ବୁଝିପାରିବେ। କିନ୍ତୁ ମୁଁ ଆଶା କରୁଛି ଆଜିର ଆଲୋଚନା ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଆଉ ଆଜି ପାଇଁ ଏତିକି କହିବି। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ନମସ୍କାର।